ମାନେ ନମସ୍କାର, ଗୁଡ୍ ମର୍ଣ୍ଣିଂ। ଦେଖ, ଆଜି ସଂକ୍ରାନ୍ତିରେ ଆମ ବାବାଙ୍କର ପିଣ୍ଡ ଦିଆହେବ ଆଜି। ଆଉ ଇଏ ସ୍ୱାତି ସିଏ ପିଣ୍ଡ କାର୍ଯ୍ୟ ଆରମ୍ଭ କରିଦେଲାଣି। ଆଉ ଝୁଣା ଧୂପ ଏମିତି ସବୁ ଇତ୍ୟାଦି ଇତ୍ୟାଦି ଲଗାଇଛନ୍ତି। ତାପରେ ଇଏ କ'ଣ କଞ୍ଚା ପିଣ୍ଡ ନା? ଇଏ ବର୍ତ୍ତମାନ କଞ୍ଚା ପିଣ୍ଡ ଦିଆହେବ। ତାପରେ ପିଣ୍ଡ ଯାଉ ଦିଆହେବ। ପିଣ୍ଡ ଯାଉ ହିଁ ଖରାବେଳକୁ। ଏ ବର୍ତ୍ତମାନ କଞ୍ଚା ପିଣ୍ଡ ଆରମ୍ଭ କରାଗଲା। ଆମର ଯେଉଁ ଇଂସାଣ କ'ଣ ମାନେ ଯେଉଁ ରୋଷେଇବାସ ଯେଉଁଠି ହୁଏ, ବଡ଼ ବଡ଼ୁଆ ଯେଉଁ ଡକରା ହୁଏ ସେଇଠି ପିଣ୍ଡ ଆମର ଦିଆହେଉଛି। ପୂର୍ବପୁରୁଷ ପୁରୁଷ ଯେତିକ ସବୁ ଆମର ଥିଲେ ତାଙ୍କର ସବୁ ଏଇଠି ପିଣ୍ଡ ଦିଆହୁଏ। ବର୍ତ୍ତମାନ ଆମର ଇଏ ବାବାଙ୍କର ପିଣ୍ଡ ଦିଆହେଉଛି। ତାପରେ ରୋଷେଇବାସ ହେବ, ବହୁତ କିଛି ହେବ। ରୋଷେଇ କାର୍ଯ୍ୟ ସେପଟେ ଆରମ୍ଭ ଆମର ସେ ସାନ ବୋହୂ କରୁଛି। ପରିବାପତ୍ର ସବୁ ଏବେ କଟାକଟି ହେଉଛି, ତାପରେ ରୋଷେଇ ବସିବ। ମୁଁ ତ ଅଗାଧୁଆ ଗାଧେଇ ନାହିଁ, କିଛି ନାହିଁ। ଭିଡ଼ିଓ କେମିତି କରିବି ସେଇଟା ଦେଖୁଛି ଆଉ। ଆଗ ଭିଡ଼ିଓ। ମୁଁ ଯାଉଥିଲି ଗାଧୋଇବା ପାଇଁ, ସତ କଥା କହୁଛି। ମୁଁ ଯାଉଥିଲି ଗାଧୋଇବା ପାଇଁ, ମୋତେ କୁହାଗଲା ତମେ ଏଇଠି ବସ, କିଛି କରିବାର ନାହିଁ। ଆଉ ମୁଁ ବସିଛି, ବସିବି କ'ଣ? ମୋ ମୁଣ୍ଡ ତ ଆଡ଼େ ଗଡ଼ିଗଲା ଭିଡ଼ିଓ ଆଡ଼କୁ ଆଉ ଇଏ ହେଉଛି ଆମର ଐଶୀ ଅଲକ୍ଷଣୀ। ଏଇ ଯେଉଁ ଐଶୀ ଲକ୍ଷଣୀ ସ୍ୱାତି। ଦେଖନ୍ତୁ, ଆମ ଠାକୁର ନୁଚିକି ବସିଛନ୍ତି। ତମେ ସବୁ ଉଠିନ ନା? ଫଟୋ ବେଗି ବାବୁଲ ଗାଧେଇ ପାଧେଇ ସବୁ ସରିଲାଣି। ଆଉ ସବୁ କାର୍ଯ୍ୟ ସରିଲାଣି। ଆମ ସ୍ୱାତି ଯେମିତି ଚଳଚଞ୍ଚଳ, ଆମ ଠାକୁର ବି ସେମିତି ଚଳଚଞ୍ଚଳ। ସିଏ ବା ଅପେକ୍ଷା କରିବାର ନାହିଁ କାହାକୁ। ଫଟାଫଟ କାର୍ଯ୍ୟକଳାପ ସାରିବେ, ବାସ୍ ବସିବେ ଠିକଠାକ ହେଇକି ଆଉ। ମୁଁ ଅଗାଧୁଆ ଗାଧେଇ ନେଇ ଏପର୍ଯ୍ୟନ୍ତ। ଡାଲମା ପାଇଁ ଆମର ସବୁ କଟାକଟି ଚାଲିଛି। ବାପାଙ୍କର ପିଣ୍ଡ ଏସବୁ କାଟିକିରି ଥୁଆ ହେଇଛି। ଇଏ ଡାଲମା ହେବ। ଚାଲନ୍ତୁ ଆଗକୁ ଭିଡ଼ିଓ ଦେଖିବା। ଦେଖ ସାଙ୍ଗମାନେ, ରୋଷେଇବାସ ଚାଲିଛି। ଇଏ କ'ଣ ବଇଛି ଏଥିରେ? ଇଏ ପିଣ୍ଡ ଡାଲମା ବଇଛି। ପିଣ୍ଡ ଡାଲମା। ଆଉ ସିଏ କ'ଣ? ଇଏ ଆକୁ ସବୁ ଛୁଆମାନେ ଖାଇବେ। ସିଏ ସବୁ ଛୋଟ ଛୁଆମାନେ ଖାଇବେ। ତାଙ୍କ ପାଇଁ ଡାଲମା ହେଉଛି। ଡାଲମା ଛୁଆ ଖାଇବେ ନା, ଯେହେତୁ ଡାଲମା ହେଉଛି। ଆଉ ଏଠି ତ ସବୁ ଟମାଟର କଟା ହେଇଥିବ। ଏଇ ଯେଉଁ ଟମାଟର ବାରିରେ ହେଇଛି ଶୀଘ୍ର ଆଣିକି ଖାଉଛନ୍ତି ଆଉ। ମସଲା ହେଇଛି, ଆଉ ଟମାଟର ଥୁଆ ହେଇଛି। ଆଉ କ'ଣ ହବ? ଆଉ ଯାଉ ହେଇସାରିଲାଣି। ଡାଲମା ହେବ, ଶାଗ ଭଜା ହେବ, ଖଟା ହେବ, ଯାଉ, ମାଛ। ଏତିକି ମସ୍ତ ଆଇଟମ୍ ହେଉଛି। ଏଗାରଟା 12ଟା ହେଇଛି, 12:30 ଖଣ୍ଡେ ହେଇଯିବ। ପିଲା ସବୁ ସ୍କୁଲ ଆସିଲେ ସେଇମାନେ ତ ଖାଇବେ ଆଉ। ଛୋଟ ଛୋଟ ଛୁଆଙ୍କୁ ଆମର ପିଣ୍ଡରେ ଯାଉ ଖାଇବାକୁ। ଦେଖ, ଆମର ଏଠି କଞ୍ଚା ପିଣ୍ଡ ବଢ଼ା ହେଇଥିଲା। ଇଏ ଏବେ ସିଝା ପିଣ୍ଡ ବଢ଼ା ହେବ। ଆଉ ବଢ଼ା କାର୍ଯ୍ୟ ବି ଆରମ୍ଭ କରାହେଲାଣି। ଦେବେ, ପାଣି ଛଡ଼େଇବେ, ଭୋଗ ଗଲା ପରେ ଆମେ ଖିଆପିଆ କରିବୁ ଆଉ।
ସାଙ୍ଗମାନେ ଭିଡ଼ିଓରେ ଏଥର ଦେଖିଲେ କେମିତି କ'ଣ ରୋଷେଇ ହେଲା ଆଉ ବଢ଼ା ବଢ଼ି ନିତ୍ୟକର୍ମ ସରିଲା। ଏବେ ପିଲାମାନେ ସବୁ ଖାଉଛନ୍ତି, ଖାଇସାରିବେ। ଆଉ ଏକର ସବୁ ପତ୍ର ଉଠାଇକି ଫୋପଡ଼ା ହେବ, ସେଇଠୁ ଆଉ ବଡ଼ମାନେ ସବୁ ଖାଇବେ। ଆଉ ମୁଁ ଏଥର ରଖୁଛି। ନମସ୍କାର, ଜୟ ଜଗନ୍ନାଥ।